स्वामी मो दुई पुओ अक्षय अभय विद्याशाल गृह को फेरी आसी हाँ स्वामी हेले से माने गले कुआडे देखा जाऊ नांती कहीं स्वामी से माने तांको सांग सहित खेलिबा को जाइछंती ताहले शीघ्र डाक महारानी मो दुई पुओ को ठीक अछि स्वामी ए धन अक्षया ए धन भया कुआडे गला रे धन शीघ्र आसा प्रणाम माता पिता। हाँ बाबा पिता धर्म पिता स्वर्ग पिता ही परम तप अरे बाबा प्रीता रे प्रियंती बर्णी प्रियंती सर्वदेवता जननी जन्मभूमिश्च स्वर्गादपि गरीयसी हे माता पिता तुम्हें तो आम देवता हे माता पिता तुम्हें तो आम देवता हे माता पिता जीवन गीता 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 हे माता पिता तुम्हें तो आम देवता हे माता पिता कहो बाबा सर्वठुता हटाई दे पिता तू विराट तुम्हें जे गो माता सर्वठुता हटाई दे पिता तू विराट तुम्हें जे गो माता दिन राति आम करुआ चलिता तुकारा सौदा देउ छलिरुता बाटरे जीवु नाही मानी तब कथा सेवा तुम करुथिबु हेब नाही अन्यथा तुमे तो भाग्य विधाता हे माता पिता
देवता हे माता पिता बाबा अक्षय माता पिता कह बाबा किर तीर ध्वजा उड़ाई बुसुम पूरा करी दबु अधा गड़ा काम किर तीर ध्वजा उड़ाई बुसुम पूरा करी दबु अधा गड़ा काम दुनिया को दबु बाबा से प्रेम संसार रखिबु तुमारी सुनाम राजकीय धर्म जे करिबु त पालन सदा बेले तब पासे हेउथिबु नमन तुमे त आम आश्रिता हे माता पिता तुमे त आम आश्रिता हे माता पिता प्रणिपात तुम पद जन्मदाता प्रणिपात तुम पद जन्मदाता हृदय गोपाल नाट्य रचिता हे माता पिता तुम त आम देवता हे माता पिता बाबा अक्षय हेलो एक विशेष सूचना बाबा अक्षय पिता बाबा अभय पिता तम ଦି ଭାଇକୁ ମୁଁ ଆଜି ଏକ ନିଷ୍ପତ୍ତି ଶୁଣିବାକୁ ଯାଉଛି ଆଉ ସେଇ ନିଷ୍ପତ୍ତି ଶୁଣିଲା ପରେ ତମ ଦି ଭାଇଙ୍କର ମନ ଯେମିତି ଉଣା ନ ହେବ ନା ପିତା ଆଉ ମୁଁ ଯେଉଁ ନିଷ୍ପତ୍ତି ଶୁଣେଇବି ସେଇ ନିଷ୍ପତ୍ତିରେ ମୋ ପୁଅ ଅଭୟର ସମ୍ମତିଟା ନିହାତି ଦରକାର ବାବା हे ପିତା ଅଭୟ ତେବେ ପ୍ରକାଶ କରନ୍ତୁ ପିତା ତେବେ ପ୍ରକାଶ କରନ୍ତୁ ମୁଁ କହୁଛି ବାବା ମୋ ପୁଅ ଅକ୍ଷୟକୁ ଏ ମାଣିକ୍ୟଗଡ଼ ରାଜସିଂହାସନ ଅର୍ପଣ କରି ମୁଁ ମୋ ସେଇ ବୃଦ୍ଧ ଜୀବନଟାକୁ କାଲୋତିପାତ କରିବି ତେଣୁ ସେଥିରେ ତୋର ମତାମତ କ'ଣ ବାବା हे ପିତା ଅଭୟ ଆପଣଙ୍କ ବାକ୍ୟକୁ କେବେ ମୁଁ ଅନ୍ୟଥା କରିଛି ନା ବାବା ସିଏ ହେଉଛନ୍ତି ମୋ ଜ୍ୟେଷ୍ଠ ଭ୍ରାତା ସିଏ ରାଜା ହେଲେ ଯାହା ମୁଁ ରାଜା ହେଲେ ତାହା ଏଠି ମୋର କୌଣସି ଆପତ୍ତି ନାହିଁ ପିତା ଏଠି ମୋର କୌଣସି ଆପତ୍ତି ନାହିଁ ତୁ ସତ କହୁଛୁ ବାବା ହଁ ପିତା ବାବା ଅକ୍ଷୟ ପିତା ଏ ଆମ ରାଜ୍ୟର ସମଗ୍ର ଜନପ୍ରଜା ଜାଣିଛନ୍ତି ମୁଁ ହେଉଛି ସାବତ ପୁତ୍ର ନା ଭାଇ ପିତା ମୁଁ ସାବତ ପୁତ୍ର ହେଲେ ମଧ୍ୟ ଆପଣ କେବେ ମୋତେ ସାବତ ପୁତ୍ର ହିସାବରେ ଦେଖି ନାହାନ୍ତି ହଁ ବାବା ଆଉ ମୋ ଭାଇ ଅଭୟ ମଧ୍ୟ ମୋତେ କେବେ ସାବତ ଭାଇ ବୋଲି କହିନି ନା ଭାଇ ପିତା ମୋ ହିସାବରେ ତ ମୋ ଭାଇ ଅଭୟ ରାଜା ହେବା କଥା ଜ୍ୟେଷ୍ଠ ଭ୍ରାତା ଭାଇ ଏ ବଡ଼ ଭାଇ କେବେ କୋଉଠି ନା ନା କେବେ କୋଉଠି ଦେଖିଛ ବଡ଼ ଥାଉ ଥାଉ ସାନ ରାଜା ହେବାର ଏ ଜ୍ୟେଷ୍ଠ ଭ୍ରାତା ଭାଇ ତୁମେ ରାଜା ହୁଅ ବଡ଼ ଭାଇ ତୁମେ ରାଜା ହୁଅ ମୁଁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି ଧନ୍ୟରେ ପୁତ୍ର ଭାତୃଭକ୍ତ ଅଭୟ ତୋ ମୁଖରୁ ekଥା ଶୁଣି ଆଜି ତୋ ପିତାର ଜୀବନଟା କୁଣ୍ଠିମତ ହୋଇଯାଉଛି ହଁ
ମୋ ପୁଅ ଅକ୍ଷୟ ଏ ମାଣିକ୍ୟଗଡ଼ ରାଜ ସିଂହାସନ ଆରୋହଣ କରିବ। ବାବା ଅକ୍ଷୟ। ପିତା ଠିକ ଅଛି ପିତା, ହଁ ବାବା। ମୁଁ ନିଶ୍ଚୟ ରାଜା ହେବି। ହେଲେ ପିତା, ରାଜା ହେବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟାଏ କଥା କହିବା ପାଇଁ ଚାହୁଁଛି। କ'ଣ କହିବି ବାବା? ମୁଁ ଚାହୁଁଛି ଏଇ ଆମ ରାଜ୍ୟକୁ ଥରୁଟିଏ ପରିଭ୍ରମଣ କରିବା ପାଇଁ। କାହିଁକି ନା ମୁଁ ଜାଣିବାକୁ ଚାହୁଁଛି ଏଇ ଆମ ରାଜ୍ୟର ସମଗ୍ର ଜନପ୍ରଜା କିପରି ଭାବରେ ତାଙ୍କ ଜୀବନ ଯାପନ କରୁଛନ୍ତି, ହଁ ବାବା। ତା ମୁଁ ଥରୁଟିଏ ଦେଖିବାକୁ ଚାହୁଁଛି ପିତା। ଆପଣ ଯଦି ଆଦେଶ ଦେବେ ତାହେଲେ ଆସନ୍ତାକାଲି ମୁଁ ପରିଭ୍ରମଣ କରିବା ପାଇଁ ଯିବି। ଆସନ୍ତାକାଲି ନିଶ୍ଚୟ ଯିବୁ ପରିଭ୍ରମଣ କରି ବାବା। ତୁ ହେଉଛୁ ରାଜପୁତ୍ର, ଆଉ ରାଜପୁତ୍ରର କର୍ତ୍ତବ୍ୟ ହେଉଛି ସେଇ ରାଜଧର୍ମ ପାଳନ କରିବା। ହଁ ପିତା। ପ୍ରଜାକୁ କିପରି ପାଳନ କରାଯାଏ ଆଉ ସେଇ ପରାକ୍ରମୀ ଶତ୍ରୁକୁ କିପରି ଦମନ କରାଯାଏ ସେଇଟା ତୋତେ ଜାଣିବା ଆବଶ୍ୟକ। ନିଶ୍ଚୟ ପିତା। ହେଲେ ଗୋଟେ କଥା ବାବା, ପିତା ତୁ ଏକା ଯିବୁନି, ତୋ ସାଥିରେ ତୋ ଭାଇ ଅଭୟକୁ ତୋତେ ନେଇକି ଯିବାକୁ ପଡ଼ିବ। ଏ କ'ଣ କହୁଛନ୍ତି ପିତା? ହଁ ବାବା। ମୋ ସହିତ ମୋ ଭାଇ ଅଭୟ ମଧ୍ୟ ଯିବ? ହଁ। ନା ପିତା, ମୁଁ ଏକା ହିଁ ଚାଲିଯିବି। জ্যেষ্ঠ ভ্রাতা ଭାଇ এ বড় ভাই তুমি যদি একা চালিଯିବ, তুমি যদি একা চালিଯିବ এই ঘরে রহিবা ପାଇଁ জমা মতে ভাল লাগিব ନାହିଁ। ଅଭୟ। ଏ ମୋ জ্যେষ্ଠ ଭ୍ରାତା, ଭାଇ ତୁମେ ହଉଛ ମୋ ରାମଚନ୍ଦ୍ର, ମୁଁ ହଉଛି ତୁମ ଲକ୍ଷ୍ମଣ। ଯେମିତିକି ରାମଙ୍କ ପାଇଁ ଲକ୍ଷ୍ମଣ 14 ବର୍ଷ ବନବାସ କଷ୍ଟ ସହି ତା ଭାତୃପ୍ରେମ ଦେଖାଇଥିଲେ, ଠିକ୍ ସେମିତି ମୁଁ ସଦାସର୍ବଦା ତୁମ ପାଦ ସେବା କରିବାକୁ ଚାହୁଁଛି। ହଁ ବାବା। ଏ ମୋ ଜ୍ୟେଷ୍ଠ ଭ୍ରାତା, ଭାଇ ମତେ ବି ସାଥିରେ ନେଇକି ଯାଅ ନା, ମତେ ବି ସାଥିରେ ନେଇକି ଯାଅ। ଠିକ ଅଛି ଭାଇ, ଠିକ ଅଛି। ଆସନ୍ତାକାଲି ତୁ ମୋ ସହିତ ପରିଭ୍ରମଣ କରିବା ପାଇଁ ଯିବୁ। ସତ କହୁଛ ବଡ ଭାଇ? ହଁ ଭାଇ। ଏ ମା 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 ଏ ମା ହରେଦନା ମତେ ନା ଭାରି ଭୋକ ଭୋକ ହେଲାଣି। ହେଲାଣି ବାବା। ତତେ ଭୋକ ଲାଗୁଛି ତ ନା? ହଁ ତୋ ପାଇଁ ପୁରୀ କ୍ଷୀରି ବନେଇକି ରଖିଛି ସୁନା। ସତ କହୁଛ ବା? ହରେଦନା ଏ ଜ୍ୟେଷ୍ଠ ଭ୍ରାତା ଭାଇ ଯିବା, ମତେ ନା ଭାରି ଭୋକ ହେଲାଣି। ଭୋକ ହେଉଛି? ହଁ। ମତେ ମଧ୍ୟ ଭୋକ ହେଉଛି ଭାଇ। ତାହେଲେ ଯିବା। ଚାଲ ଯିବା। ଚାଲ ଚାଲ ବାବା। ଏ ଦୁନିଆ ଗୋଟାଏ କୁରୁକ୍ଷେତ୍ର, ମଣିଷ ଜଣେ ଯୋଦ୍ଧା, ସମାଜ କରୁଥାଏ ଯୁଦ୍ଧ। ଆରେ ଯୁଦ୍ଧରେ ଥାଏ ଜୟ ପରାଜୟ, କେତେବେଳେ ଜୟ ପୁଣି କେତେବେଳେ ପରାଜୟ। ମୁଁ ଜଣେ ପରାଜିତ ଯୋଦ୍ଧା, ତଥାପି ମୋ ଦେହରେ ପ୍ରଭାବିତ ହେଉଛି ଯୁଦ୍ଧ ଦେଇ ଟକରା ରକ୍ତ। ଯୁଦ୍ଧ ଦେଇ ଟକରା ରକ୍ତ। ବନଯୋଗ ଅଗ୍ନି, ମୁଁ ବନାଗ୍ନି। এই বনাগ্নিটা হরে যা উপরে চলে, তা বংশটা পুরা জলি পড়ি পাউস হয়ে যায়। বর্তমান মানিক্যগড় রাজা দেবদত্তর সবস্ব হব পাউস। ମୋ ସହଯୋଗୀ ଭାଇ ଚାକ୍ଷୀ ମାଣିକ୍ୟଗଡ଼ ରାଜ୍ୟକୁ ଗୁପ୍ତଚର ହୋଇଯାଇଛି। ସେ କିଛି ନା କିଛି ଗୋଟାଏ ଶୁଭ ସମ୍ବାଦ ନେଇ ଫେରିବ, ନିଶ୍ଚୟ ଆସିବ। ଆରେ ଏତେ ବଡ଼ ରାଜପ୍ରସାଦରେ ମୋ ଭାଇ ଏକୁଟିଆ ଯାଇଛି, ସେ କାଳେ କୋଉଠି ଧରା ପଡ଼ି ଯାଇନି ତ? ଚାକ୍ଷୀ ଜଣେ ଚତୁର ଲୋକ, ସେ ଯେମିତି ହଉନା କାହିଁକି ସେଠାରୁ ନିଶ୍ଚୟ ଖସି ଆସିବ, ନିଶ୍ଚୟ ଆସିବ, ନିଶ୍ଚୟ।